ଶିକ୍ଷୟିତ୍ରୀ କହୁଛି। ଆଜି ଆମ ଦନକଡ଼ା ବ୍ଲକରେ ଆମର ସେବାଶ୍ରୀ ଭୋଇ ମ୍ୟାଡ଼ାମଙ୍କର ପ୍ରମୋସନ୍ ହେଇଛି। ସେ ବଲାଙ୍ଗୀରରେ ଜଏନ୍ କରିବେ। ବହୁତ ଖୁସି ଲାଗିଲା। ଆମେ ତାକୁ ସ୍ୱାଗତ କଲୁ, ଅଭିନନ୍ଦନ ଜଣାଇଲୁ। କିନ୍ତୁ ସେ ଆମ ଗହଣରୁ ଚାଲିଯିବେ ଅନ୍ୟତ୍ର ଏକ ଅନୁଷ୍ଠାନକୁ, ଯେଉଁଟାକି ବଲାଙ୍ଗୀର। ତେଣୁ ସେଥିପାଇଁ ବି ବହୁତ ଦୁଃଖ ଲାଗିଲା। ବହୁତ କମ୍ ସମୟ ଆମେ ତାଙ୍କ ସାଙ୍ଗରେ ମିଶିଥିଲୁ। ବର୍ଷେ ଆଉ 1 ମାସ ହେଉଛି ସେ ଆମ ଦନକଡ଼ା ବ୍ଲକରେ ଥିଲେ। ବହୁତ ଉନ୍ନତିମୂଳକ କାମ କରିଥିଲେ। ଏତେ କମ୍ ସମୟ ଭିତରେ ଏତେ ସବୁ କାମ କରିଥିଲେ କି ଜଣାପଡ଼ିଲାନି। 1 ବର୍ଷ 1 ଦିନ ଭଳିଆ ଲାଗିଲା। ଆଉ ଆମର ଏବେ ସାଇନ୍ସ ଏକ୍ଜିବିସନ୍, TLM ମେଳା, NEP 2020 ଉପରେ ଆଲୋଚନା, ଏମିତି ବହୁତ କିଛି କାର୍ଯ୍ୟକ୍ରମ ହୋଇସାରିଥିଲା। ସେ ଆମ ସହିତ ଗୋଟେ ଅଫିସର ଭାବରେ ନଥିଲେ, ଗୋଟେ ବଡ଼ ଭଉଣୀ ହିସାବରେ କାମ କରୁଥିଲେ। ଆମେ ସମସ୍ତେ ମିଶିକି କାମ କରୁଥିଲୁ। ସବୁ CRCC ମାନେ, ଅଫିସର ସବୁ ଷ୍ଟାଫ୍ ସମସ୍ତେ ମିଶିକିରି ଗୋଟେ ପରିବାର ଭଳିଆ ଥିଲୁ। କିନ୍ତୁ ଯେତେବେଳେ ଆମେ ଶୁଣିଲୁ କି ତାଙ୍କର ପ୍ରମୋସନ୍ ହେଇଛି, ଖୁସି ଲାଗିଲା କିନ୍ତୁ ବହୁତ ଦୁଃଖ ଲାଗିଲା। ସେ ଯେମିତି ହେଲେ ବି ଯିବେ। ଗତକାଲି ଆମର ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା। ଆମେ ତାଙ୍କୁ ବିଦାୟ ଦେଇଥିଲୁ। ଆଜି ସେ ନୂତନ କ୍ଷେତ୍ରରେ ସେ ଆଜି ଜଏନ୍ କରିବେ। ସେଠି ମଧ୍ୟ ସମ୍ବଲପୁର ଭଳିଆ କାର୍ଯ୍ୟରେ ରହିବେ, ଉନ୍ନତିମୂଳକ କାମ କରିବେ। ଆଉ ବହୁତ ଦୁଃଖ ଲାଗିଲା। ଯେମିତିକି ସେ ଆମ ସହିତ ସମ୍ପର୍କ ରଖିବେ ସତ, କିନ୍ତୁ ଆମ ଦନକଡ଼ା ବ୍ଲକରୁ ସେ ଚାଲିଯିବେ। ଠିକ୍ ସେହିପରି ଆମର ABO ପାଟଜୋଶୀ ମ୍ୟାଡ଼ାମ୍, ସୁସ୍ମିତା ପାଟଜୋଶୀ ମ୍ୟାଡ଼ାମ୍, ସେ ମଧ୍ୟ ଏହି ଏପ୍ରିଲ 30 ତାରିଖରେ ଅବସର ନେବେ। ତାଙ୍କୁ ମଧ୍ୟ ଆମେ ବିଦାୟ ସମ୍ବର୍ଦ୍ଧନା ଜଣାଇଲୁ। ବହୁତ ଦୁଃଖ ଲାଗିଲା। ହସ ଖୁସି ଭିତରେ ଆମର କାଲି ମାହୋଲଟି କଟିଗଲା। ପୁରୁଣା CRCC, ନୂଆ CRCC, ଅଫିସ୍ ଷ୍ଟାଫ୍, ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଆସିଥିଲେ। ଏକା ବେଳକେ ଗେଟ୍ ଟୁଗେଦର୍ ହେଲା। ବହୁତ ଫଟୋ ଉଠେଇଲୁ, ମିଠା ଖାଇଲୁ। ଭୋଜି ଭାତରେ ସବୁ ଭୁଲି ଯାଇଥିଲୁ। ଯେମିତି ଲାଗୁଥିଲା କି ପୂର୍ବରୁ ମଧ୍ୟ ଆମେ ଠିକ୍ CRCC ଅଛୁ, ଆଉ ସମସ୍ତେ ମିଳିମିଶିକି କାମ କରୁଛୁ। କୌଣସି କିଏ ବି ଅବସର ନେଇନାହାନ୍ତି କି ଟ୍ରାନ୍ସଫର୍ ହେଇନାହାନ୍ତି। ଗୋଟେ ପରିବାର ସଦୃଶ ଲାଗିଲା। ଆଉ ଆମର ଯେ ଆଗରୁ ଥିଲେ ପଦ୍ମିନୀ ମ୍ୟାଡ଼ାମ୍, ABO ମ୍ୟାଡ଼ାମ୍, ସେ ବି ଆସିଥିଲେ। ତାପରେ ଆମର ପୂର୍ଣ୍ଣ ଆଜ୍ଞା ABO ଥିଲେ, ତାପରେ BO ହୋଇକରି ସେ ରିଟାୟାର୍ଡ଼ କଲେ, ସେ ବି ଆସିଥିଲେ। ପରିବେଶଟା ବହୁତ ବଢ଼ିଆ ଥିଲା। ଆମେ ସମସ୍ତେ ହସ ଖୁସିରେ କାଲି ସମୟଟିକୁ ଅତିବାହିତ କରିଦେଲୁ। ବହୁତ ଭଲ ଲାଗିଲା ସତ, କିନ୍ତୁ ଦୁଃଖ ବହୁତ ଲାଗିଲା। ମ୍ୟାଡ଼ାମ୍ ତ ନିଜେ ନିଶ୍ଚୟ ଯିବେ ଦୂର ଜାଗାକୁ, ତାଙ୍କର କର୍ମକ୍ଷେତ୍ରକୁ ସେ ଆଗେଇ ନେବେ। ଏଇଟା ସତ କଥା। ଏଥିରେ ଆମର ଦୁଃଖ କରିବାର ନାହିଁ। ପାଟଜୋଶୀ ମ୍ୟାଡ଼ାମ୍ ମଧ୍ୟ ଅବସର ନେବେ। ଏମିତି ସୁବିଧା ଅସୁବିଧା, ଭଲ ମନ୍ଦ, ଦୁଃଖ ସୁଖ, ହସ କାନ୍ଦ ଭିତରେ ଆମେ ସମସ୍ତେ କାର୍ଯ୍ୟକୁ ଆଗେଇ ନେବୁ। ଏଇଟା ସତ କଥା। କିନ୍ତୁ ଏଇ ମାହୋଲରେ ଆମେ ସବୁକିଛି ସ୍ମୃତି ହୋଇ ରହିଗଲା। ବହୁତ ଦୁଃଖ ଲାଗିଲା। ଦୁଃଖଟା ଦୁଃଖରେ ରହିଲା।